କାଲି କୌଣସି ସେମିତି ବିଶେଷ କାମ ନଥାଇ ମାନ୍ୟବର ଗୃହମନ୍ତ୍ରୀ ଅମିତ ଶାହ ଆସିବା ଏଇଟା ଭାରତୀୟ ଜନତା ପାର୍ଟିରେ କିଛି ଠିକ୍ ଠାକ୍ ଚାଲୁନାହିଁ ବୋଲି ଦର୍ଶାଉଛି। ଏଇ ଯେଉଁ ଇନାଗୁରେସନ୍ ଲୋକାର୍ପଣ ଏରା ହେଉଛି ସବୁ ଗୋଟେ ଦେଖେଇବା ପାଇଁ, କିନ୍ତୁ ପ୍ରକୃତ ଉଦ୍ଦେଶ୍ୟ ଥିଲା ପାର୍ଟି ଭିତରେ ତାଙ୍କର ବିଶେଷ କରି ଭାରତୀୟ ଜନତା ପାର୍ଟି ଭିତରେ ପ୍ରବଳ ମନାନ୍ତର ଏବଂ କଳି ତକରାଳ ଚାଲିଛି, ଯେଉଁଟାକୁ ସେ ଚେଷ୍ଟା କରିଛନ୍ତି ତୁଟେଇବା ପାଇଁ। ଅର୍ଥାତ୍ ଭାରତୀୟ ଜନତା ପାର୍ଟିର ସ୍ୱାସ୍ଥ୍ୟ ବର୍ତ୍ତମାନ ଭଲ ନାହିଁ, ମନ ଭଲ ନାହିଁ, ଦେହ ଭଲ ନାହିଁ, କି ତାଙ୍କର ଫଳାଫଳ ମଧ୍ୟ ଭଲ ହେବାର ସମ୍ଭାବନା ନାହିଁ। ତେଣୁକରି ତାଙ୍କର ଶୀର୍ଷ ନେତୃତ୍ୱ ଚେଷ୍ଟା କରିଛନ୍ତି, ଏଇଥିରୁ ଅନୁମାନ କରାଯାଉଛି ବା ଏହା ସତ୍ୟ। ତେଣୁ ସେ କେତେ ଦୂର ସଫଳ ହେବ ମୁଁ ଜାଣିନି, କିନ୍ତୁ ଭାରତୀୟ ଜନତା ପାର୍ଟି ଭିତରୁ ଗୋଟେ ଗୁଞ୍ଜରଣ ଉଠୁଛି, ଯେହେତୁ 2 ବର୍ଷ ଭିତରେ ଓଡ଼ିଶାରେ କିଛି କାମ ହେଇନି, ଏପରିକି ଭାରତୀୟ ଜନତା ପାର୍ଟିର କର୍ମୀ ନେତା ଏବଂ ତାଙ୍କ MLA MP ସବୁ ବର୍ତ୍ତମାନ ଅସୁଖୀ କହୁଛନ୍ତି ଏଇଟା ଗୋଟେ ମଉକା ଅଛି ରାଜ୍ୟସଭାରେ ଟିକେ ପାନି ଦେଇଦେଲେ ହୁଏତ ତାଙ୍କ ଦଳ ସୁଧୁରିଯିବ। ବୋଧେ ଏଇଭଳି ଖବର ବା ଆଭାସ ପାଇ କେନ୍ଦ୍ର ଗୃହମନ୍ତ୍ରୀ ଆସିକି ବହୁତ ଚେଷ୍ଟା କରିଛନ୍ତି ସମାଧାନ କରିବା ପାଇଁ। ମୁଁ ଭାବୁଛି ସେଥିରେ ମଧ୍ୟ ସେମାନେ ସଫଳ ହେବେ ନାହିଁ। ନାଇଁ, ଭାରତୀୟ ଜନତା ପାର୍ଟି କେଉଁଭଳି ଭାବରେ ଆକଳନ କରୁଛନ୍ତି ମୁଁ ଜାଣିନି। ତାଙ୍କ ପାଖରେ 3ଟା କ୍ୟାଣ୍ଡିଡେଟ୍ ଜିତିଲା ଭଳିଆ ସଂଖ୍ୟା ନାହିଁ, ଅର୍ଥାତ୍ ବିଧାୟକମାନଙ୍କର ସଂଖ୍ୟା ନାହିଁ। ତା ବାଦ ଯଦି ସେମାନେ ଜିତିବାକୁ କହୁଛନ୍ତି, ଏହା କ'ଣ ସୁସ୍ଥ ଗଣତନ୍ତ୍ର? ଏହା କ'ଣ ଭାରତବର୍ଷରେ ଗଣତାନ୍ତ୍ରିକ ପ୍ରକ୍ରିୟା, ସାମ୍ବିଧାନିକ ବ୍ୟବସ୍ଥା ଏବଂ ତା ସାଥିରେ ନୈତିକତା ଅଛି ବୋଲି ଆପଣମାନେ ଧରୁଛନ୍ତି? ଯଦି ନୀତି ନୈତିକତାକୁ ବଳି ଦିଆଯିବ, ଯଦି ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଆପଣ ବଳି ଦେଇଦେବେ, ଯଦି ଗଣତନ୍ତ୍ର ମହିମାକୁ ଆପଣ କୁଠାରଘାତ କରିବେ, ତାହେଲେ ସେ ଜିତିବାର ସମ୍ଭାବନା ରହିବ। ତେଣୁ ସେ ଜିତିବେ ଗଣତନ୍ତ୍ର ପ୍ରତି କୁଠାରଘାତ, ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ଏବଂ ନୀତି ନୈତିକତାର ଧ୍ୱଜା ବା ବାନା ଆଉ ଭାରତୀୟ ଜନତା ପାର୍ଟି ଉଡ଼େଇବାର ଉଚିତ ନୁହେଁ। ଯେହେତୁ ଭାରତୀୟ ଜନତା ପାର୍ଟି ସରକାରରେ ଅଛି, ସେ ଭାବୁଛନ୍ତି ସରକାରୀ କଳର ଅପବ୍ୟବହାର କରିବେ, ଅର୍ଥବଳର ପ୍ରାଦୁର୍ଭାବ ଦେଖାଇବେ ଏବଂ ଅନ୍ୟାନ୍ୟ କୌଣସି ଏଜେନ୍ସିର ମଧ୍ୟ ଇଣ୍ଟରଫେରେନ୍ସ କରିଦେଇପାରନ୍ତି। ତେଣୁ ଏଇଭଳିଆ ଗୋଟେ ଅସ୍ତ୍ର ତାଙ୍କ ପାଖରେ ଅଛି ବୋଲି ସେମାନେ ଆକଳନ କରୁଛନ୍ତି। କିନ୍ତୁ ସର୍ବୋପରେ ଇଏ ବିଧାୟକମାନଙ୍କର ଭୋଟଟା ଯଦି କିଣାବିକା ହେବ ଏବଂ ଯେଉଁମାନେ ନିଜକୁ ବିକ୍ରି କରିବେ ବା ଯେଉଁମାନେ କିଣିବେ, କାହାର ନୈତିକତା ରହିବ? କ୍ରେତା ନା ବିକ୍ରେତାଙ୍କର? ଏ ଉପରେ ଯଦି ଜନସାଧାରଣଙ୍କ ଭିତରେ ଆଲୋଚନା ହେବ ଏବଂ ସମସ୍ତେ ଆକଳନ କରିବେ, ସମସ୍ତେ ତାକୁ ପର୍ଯ୍ୟାଲୋଚନା କରିବେ, ତାହେଲେ ଗଣତନ୍ତ୍ର ସୁଧୁରିଯିବ। ମୋର ବିଶ୍ୱାସ ଏଥର ବୋଧେ ସେମାନେ ଆସ୍ଫାଳନ କରୁଥିବା କଥାରେ ସଫଳ ନ ହୋଇପାରନ୍ତି।